हेलो एवरीवन वेलकम टू जीकेसी आईक्यू। वर्तमान मु आरसीआई रो वेबसाइट रे अछि। वर्तमान जो न्यूज आपण माने देखुछंती बा गोटे पीडीएफ जोटा कि आरसीआई तरफ रु रिलीज करा जायछि कि 2 वर्षिया बीडी बंद बोले कि आपण माने समस्त ए जाय कंफ्यूज होचंती कि सेही नोटिस टा कहबा को कोन चाहूची। तो मो वीडियो रे कंप्लीट इन्फॉर्मेशन देबी आपन को, तो वीडियो को शेष जाय देखंतु। मु बेसी समय नेबिनी, 1 मिनिट टू 2 मिनिट भितर आपन को बुझे दूची एक्चुअली फैक्टा कोन। देखନ୍ତୁ ଆପଣଙ୍କର ବିଇଡିଟା ଆପଣଙ୍କର ମୁଖ୍ୟତଃ ଗୋଟେ ଷ୍ଟେଟ୍ ବିଏଡ୍ଟା ଆପଣଙ୍କର ରହୁଛି, ଆଉ ଗୋଟେ ଆପଣଙ୍କର ସେଣ୍ଟ୍ରାଲ ବିଏଡ୍ ରହୁଛି। ସେଇଥିରେ ପୁଣି ଆପଣ ଦେଖିବେ ଗୋଟେ ସ୍ପେଶିଆଲ ବିଇଡି ଥାଏ, ଠିକ୍ ଅଛି, ଯେଉଁଟାକି ବର୍ତ୍ତମାନ ଯେଉଁ ନୋଟିସ୍ ଜାରି କରାଯାଇଛି ଏଇଟା ଆପଣଙ୍କ ସ୍ପେଶିଆଲ ବିଇଡିରୁ ଆସିଛି। କିନ୍ତୁ ଆପଣ ଓରି କାହିଁକି ହେଉଛନ୍ତି ମୁଁ ବୁଝିପାରୁନି, କାହିଁକିନା ସ୍ପେଶିଆଲ ବିଇଡି ଆପଣ କରିକି କରିବେ କ'ଣ? ସ୍ପେଶିଆଲ ବିଇଡିରେ ହଁ ମାନୁଛି କି ଦରମା ଠିକ୍ଠାକ୍ ରହିଛି, କିନ୍ତୁ ଆପଣ ଓଡ଼ିଶାରେ ସ୍ପେଶିଆଲ ବିଇଡିର ଏପ୍ରୁଭାଲ୍ ନାହିଁ। ସେଠାରେ କୌଣସି ପ୍ରକାର ଓଡ଼ିଶାରେ ଆପଣଙ୍କର ସେଇଟା ଜେଟି ହେଉ କି ଆପଣଙ୍କର ଓ ଷ୍ଟେଟ୍ରେ ଆପଣଙ୍କର ଯେଉଁ କଣ୍ଟ୍ରାକ୍ଚୁଆଲ୍ ଟିଚର୍ ଆର୍ଏସ୍ଟି ରହୁଛି ତା ପାଇଁ ବି ଆପଣମାନେ ଇଲିଜିବୁଲ୍ ନୁହନ୍ତି। ତ ଏଠାରେ ନ୍ୟୁଜ୍ ଏଇ ଯେଉଁ ନୋଟିସ୍ଟା କହିବା ପାଇଁ ଚାହୁଁଛି କି 2024 ଓ 25ରେ ଯେଉଁ ନୂଆ କଲେଜ ଗୁଡ଼ାକ ଆସୁଛି ସେଇଥିରେ କୌଣସି ପ୍ରକାର ବି 2 ବର୍ଷିଆ ବିଇଡିକୁ ଆଲାଉ କରାଯିବନି ବୋଲିକି ଏଠାରେ ନୋଟିସ୍ ଦିଆଯାଇଛି। ଆପଣ ଜମା ବି ଓରି ହୁଅନ୍ତୁନି, ଆଉ ଆପଣଙ୍କୁ ସ୍ପେଶିଆଲ ବିଇଡି କରିକି ଆପଣଙ୍କ ଲାଭ ହିଁ ନାହିଁ। ତ ଏଇଥିରେ ଆପଣଙ୍କୁ ମୁଁ କହିବି